ଲାଗିଲା ଖାକି ବର୍ଦ୍ଦିରେ କଳଙ୍କ। ବରଗଡ଼ରେ ବେଇମାନ ପୋଲିସ ବାବୁ। ଖାକି ବର୍ଦ୍ଦି ସହ ଧୋକାବାଜି। ଗଞ୍ଜେଇ ମାଫିଆଙ୍କ ସହ ଡିଲ୍ ପଡ଼ିଲା ମହଙ୍ଗା। ବରଗଡ଼ ଜିଲ୍ଲା ଝାରବନ୍ଦରେ 19 କ୍ୱିଣ୍ଟାଲ ଗଞ୍ଜେଇ ଜବତ ଘଟଣା। ଗଞ୍ଜେଇ ମାଫିଆଙ୍କ ସହ ଡିଲ୍ କରୁଥିଲେ ସ୍ଥାନୀୟ ପୋଲିସ ଅଧିକାରୀ ଓ କର୍ମଚାରୀ। ଝାରବନ୍ଦ ଥାନାର ଏଏସ୍ଆଇ କୌଶିକ ସାହୁ, କନଷ୍ଟେବଲ ଚିତ୍ତରଞ୍ଜନ ପଣ୍ଡାଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ହୋମଗାର୍ଡ ଦେବାର୍ଚ୍ଚନ ନିଆଳଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି। ସେହିପରି ଝାରବନ୍ଦ ଆଇଆଇସି ଶୁକ୍ରା ମାଢିଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ବରଗଡ଼ ସାଇବର ଥାନା ଆଇଆଇସି ସଞ୍ଜୟ କୁମାର ପରିଡ଼ାଙ୍କୁ ଅବସ୍ଥାପିତ କରାଯାଇଛି। ଆଇଆଇସି ମାଢିଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରାଯାଉଥିବା ସୂଚନା।